चला पथ 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 दीटा झील पिला तुम एत भय आपण सिना कहते झील दीटा हेले तांकू को पुओ पिला भी पारिबेनी। आपण मो दादा को चिन्ह ना आपण गोटे अमड़ा बाटे पाद देइचंती जानिची पादरे कंटा फुटिଯିବ हेले ए अमड़ा बाटरे जण को हेले चलबा को पड़िबो। 50 वर्ष हेला आमे जो जमी उपरे चाष करथुलु ताको से मामू को ढारू नहीं जाइचंती। अरे माँ मु कौन सतरे तुम जमी नहीं जाऊली तुम जमी तुमर बुझी पारुनी आज्ञा आपण नवघन को चढ़ई खिया जमीटा कहीं फेरई दे अवश्य अवश्य गाँव रे आपणकर सम्मान बढ़िला हेले आज्ञा से झीटा तो सब बेले आमको हरई चलला। अरे महेंद्र तोर छोट मुंड तू बुझी पारिबुनी मु जहा करी करी जाउची तू खाली देखे आज्ञा से मु आपण कथारू केबे ओहरी जाऊने आज्ञा से झीटा गाँव रु जाइनी तो गोटे ग्रह गला किंतु कौन साबी सिना गाँव रु चली गला हेले रजनी रतनी दीटा रास्ता बत्ते देकरी गला। हाउ देखा जाऊ को पानी कुआड़ को जाउची तमे शांति मु कौन शुणिली रजनी आ तुम रतनी हाथ को दी हाथे नहीं आज्ञा मु जी थाउ थाउ ता करबा को देबी नहीं आउ रतनी खबर मु बुझी आउ साबी खबर मु ता बापा जेमती साप कामुड़ा रे शांति साबीर बापा प्रसाद टिके दे देबी। हाँ पचार तू दे देना दो 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 मुझे बुढ़ीटे हेले हेले एजाए मु लोक चिन्ह पार्लिनी कौटा भल कौटा मंद से कथा मु जानी पार्लिनी। एटी जानिल साबी आम एते बड़ कामटा करदेला हेले मु चंडालुनी सब बेले ता ऊपर खाली गर गर होउथली। मु कौन मिछुटारे तुम ऊपर गर गर होउथली तमे सिना मिछुटारे से मुदी नहीं गला बोली संदेह करथुला। छाड़ म से कथा से पुराना कथाटा तमे आ माजनी
ହେଇଟି ହୁଁ ଜାଣିଛ ନା ପ୍ରଭାତ ପରା ଭୁବନେଶ୍ୱରରେ ଅଛି ହୁଁ ସାବିକୁ କହିଲେ ତା ମନ କଥାଟା ବୁଝିକିରି ଆମକୁ ଟିକେ କହନ୍ତା ନାଇଁ ବାଃ ନିଜ ଝିଅ ବାହାଘର କଥାଟା ଚିନ୍ତା କରୁଛ ହେଲେ ସାବିର ବାହାଘର କଥା କେବେ ଚିନ୍ତା କରିଛ ହେଇଟି ମତେ ତମେ ଚିଡାଉନି କହିଦଉଛି ମୁଁ ଯେମିତି ଆଉ ସାବି ଆଉ ମିନାର ବାହାଘର ବିଷୟରେ ଚିନ୍ତା କରିନି ଆଉ ହୟ ସାବି ମୋର ଭାଣିଜୀ ହେଲେ ବି ସିଏ ମୋର ଝିଅ ନା ଆଉ ଆଚ୍ଛା ଆରେ ମଳୟ ତୁ କେତେବେଳେ ଏ କଣ ହେଇଛି ତୁ ଏମିତି ମନ ଦୁଃଖରେ କାହିଁ ବସିଛୁ ଗାଁର ଖବର କଣ ଆରେ କଣ କିଛି କହୁନୁ ଯେ ନା ପ୍ରଭାତ ମୁଁ ଆଉ ଗାଁକୁ ବିଶେଷ ଯାଉନି ଦାଦାଙ୍କ ସହର ଘରେ ରହୁଛି କାହିଁକି ମୁଁ ଗୋଟେ ଦ୍ୱନ୍ଦ୍ୱରେ ପଡ଼ିଯାଇଛି ପ୍ରଭାତ ଦାଦାଙ୍କ ସ୍ୱଭାବ ତ ତୁ ଜାଣୁ ଗୋଟେ ପଟେ ଦାଦା ଆଉ ଗୋଟେ ପଟେ ସେ ଝିଅ କୋଉ ଝିଅ ଆରେ ସେଇ ଝିଅଟା ମ ଯିଏ ସେଦିନ ଆମ ସହ ରାସ୍ତାରେ ଯୁକ୍ତି କରୁଥିଲା ଓ ସେ ସାବି ମାନେ ସାବିତ୍ରୀ ଦେବୀଙ୍କ ବିଷୟ କହୁଛୁ ତାହେଲେ କଥା ଯାଇ ସେଠି ଆଉ ସିଏ ପରା ଆସି ଏଇଠି ଟ୍ରେନିଂ ନଉଛି ଓ ବୁଝିଲି ସେଇଥିପାଇଁ ତୁ ଗାଁକୁ ଯାଉନୁ କଣ ହବ ତା ସହିତ ମୋର ଏ ଯାଏଁ ଦେଖା ହେଇପାରିନି ଦେଖା ହେଇନି ତ ତାହେଲେ ଚାଲ ଆଜି ଯାଇ ଦେଖା କରି ଆସିବା ଆରେ ପ୍ରଭାତ ବାବୁ ମଳେ ବାବୁ ଆପଣ ଏଠି ଆସନ୍ତୁ ନା ଭିତରକୁ ଆସନ୍ତୁ ବସନ୍ତୁ କଣ ଦେଖୁଛନ୍ତି ଆମେ ଦି ତିନି ଜଣ ମିଶିକି ମେସ୍ କରିକି ଏଠି ରହିଛୁ ସେଇଥିପାଇଁ ଆରେ ଠିଆ ରହିଲେ ବସ ବସ। ହଁ। ହଠାତ୍ ଆପଣ ଏଠି ମୁଁ ବୁଝିପାରୁନି ମୁଁ ବି କିଛି ବୁଝିପାରୁନି ମୁଁ କିନ୍ତୁ ଠିକ ବୁଝିପାରୁଛି ଆଉ ଗାଁ ଖବର କଣ ଠିକ ଠିକ ଅଛି ସେ କଥା କଣ କି ଘରର କାମ ସରିନି ଆଉ ଆମେ ଆସିକି ଭଡ଼ାରେ ରହିଯାଇଛୁ ସେଇଥିପାଇଁ ଏ ଅବସ୍ଥା ଗୋଟେ କଥା କହିବି କିଛି ଭାବିବେନି ଭଲ ପାଠ ପଢୁଥିଲେ ଚାହିଁଥିଲେ ଅଧିକ ବି ପଢି ପାରିଥାନ୍ତେ କିନ୍ତୁ ହଠାତ୍ ଏଇଠି ଏମିତି ଚାକିରି ମୁଁ କିଛି ବୁଝିପାରୁନି କଣ ଯେ ଆପଣଙ୍କ ସ୍ୱପ୍ନ ସେ ସବୁ ସ୍ୱପ୍ନ ଅଧାରେ ଭାଙ୍ଗିଗଲା ହଠାତ୍ ହଠାତ୍ ବାପା ଚାଲିଗଲେ ଆଉ ତାଙ୍କରି ସହିତ ମୋର ବି ସବୁ ସ୍ୱପ୍ନ ଚାଲିଗଲା ପୁଣି ପୁଣି ସେ ସ୍ୱପ୍ନ ଦେଖିକି ନିଜକୁ କଷ୍ଟ କାହିଁକି ଦେବି ଏବେ କିନ୍ତୁ
ମୁଁ ଭଲରେ ଅଛି। ଆପଣଙ୍କୁ ସହରର ପରିବେଶ କେମିତି ଲାଗୁଛି? ସହର ସହର ଆଉ ଗାଁ ଗାଁ, ମତେ କିନ୍ତୁ ଗାଁର ଶାନ୍ତ ପରିବେଶ ବହୁତ ଭଲ ଲାଗେ। ଗାଁ ଲୋକମାନେ ବହୁତ ଶାନ୍ତ, ସରଳ ଆଉ ନିଷ୍କପଟି। ନିଷ୍କପଟି, ଶାନ୍ତ ଆଉ ସରଳ। ହଁ, ଏ ଦେଖୁନାହାନ୍ତି, ଶଙ୍କର ମଉସାଙ୍କ ପ୍ରତି ମୋର କେତେ ଭୁଲ ଧାରଣା ଥିଲା, ହେଲେ ସେ ବାହାରକୁ ଯେମିତି ଦେଖାଯାଉଛନ୍ତି ପ୍ରକୃତରେ ସେମିତି ବିଲକୁଲ ନୁହନ୍ତି। ତା ନ ହେଇଥିଲେ ସେ କ'ଣ ଆମକୁ ଆମ ଜମି ଫେରେଇଥାନ୍ତେ? ତମେ ଦାଦାକୁ ଭଲ ଭାବରେ ଚିହ୍ନିନ। ସେଦିନ ସେ ସିନା ତମ ଜମି ଫେରେଇ ଦେଲେ, କିନ୍ତୁ ସେ ନିଶ୍ଚିତ ଅନ୍ୟ ଗୋଟେ କିଛି ଚିନ୍ତା କରୁଥିବେ। କ'ଣ ଖାଲି ଗାଁ କଥା ହଉଥିବ ନା ଆଉ କିଛି କଥା ହବ? ତୁ ଜାଣିନୁ ପ୍ରଭାତ, ଇଏ ମୋ ଆଖି ଖୋଲିଦେଲେ। କ୍ଷମତା ପଛରେ ଗୋଡ଼େଇ ଗୋଡ଼େଇ ମୁଁ ଅମଣିଷ ହେଇଯାଇଥିଲି, ଆଉ ଆଜି ଆରେ ନା ନା, ଆପଣ ସେମିତି କହିକି ମତେ ଲଜ୍ଜିତ କରନ୍ତୁନି। ମୋର ବା ବୁଦ୍ଧି ବିଦ୍ୟା କେତେ। ପାଠ ପଢ଼ିଲେ ଯେ ମଣିଷର ବୁଦ୍ଧିବିଦ୍ୟା ବଢ଼ିଯାଏ ଏକଥା ସତ ନୁହଁ। ପାଠ ପଢ଼ୁଆ ଲୋକ ହିଁ ବେଶୀ ଅବିବେକୀ ହୁଅନ୍ତି। ପାଠର ଅହଙ୍କାର ଯେମିତି ତାଙ୍କୁ ଅମଣିଷ କରିଦିଏ। ଏମଳେ ତମେ ଜଣେ ବସି ଦାର୍ଶନିକ ଚର୍ଚ୍ଚା କର, ମୁଁ ଚାଲି, ମୋର ବହୁତ କାମ ଅଛି। ରହ, ମୁଁ ବି ଯିବି। ଚାଲିଯିବେ କୁଆଡେ? ପ୍ରଭାତ ବାବୁଙ୍କ ସାଙ୍ଗରେ ବା ମୋର କିଛି କଥା ଥିଲା। ମୋ ସାଙ୍ଗରେ? ଆପଣ ମୀନା ବାହାଘର ବିଷୟକୁ ନେଇକି କିଛି ମତାମତ ଦେଲେନି। ମାମୁଁ ବି ବହୁତ ବ୍ୟସ୍ତ ହଉଥିଲେ, ଆପଣଙ୍କ ପାଖକୁ ଖବର ବି ପଠେଇଥିଲେ। ଆପଣ ଯଦି ଏମିତି ମୁଣ୍ଡପତି ବସି ରହିବେ ତାହେଲେ ମୁଁ ବୁଝିବି ମୌନ ସମ୍ମତିର ଲକ୍ଷଣ। ଆପଣ ମାମୁଁଙ୍କୁ କହିଦେବେ ଜମା ବ୍ୟସ୍ତ ହବାର ନାହିଁ। ଦିନ ବାର ଦେଖି ଯୋଗାଡ଼ରେ ଲାଗି ଯାଆନ୍ତୁ। ନା କ'ଣ କହୁଛୁ ପ୍ରଭାତ? ଆଚ୍ଛା, ଆମେ ଏଥର ଆସୁଛୁ। ପ୍ରଥମ କରି ଆସିଥିଲେ, ଏମିତି ଚାଲିଯିବେ? କିଛି ବି ନ ଖାଇ? ଏଥର ତ ଏମିତି ଯିବା ଆସିବା ଲାଗି ରହିବ। ଆଉ ଦିନେ ଆସିବୁ ଯେ ପେଟ ପୁରେଇ ଖାଇବୁ। ଏଥର ଆମେ ଆସିଛୁ। ନମସ୍କାର। চলা পথ চলা পথ চলা পথ চলা পথ চলা পথ চলা পথ। ମଳ ସେଇଦିନଠୁ ଭୁବନେଶ୍ୱର ଗଲାଣି ଯେ ଏ ପର୍ଯ୍ୟନ୍ତ କିଛି ଖବର ଅନ୍ତର ଦଉନି। କ'ଣ କରୁଛି କେଜାଣି? ସେଇ ଝିଅ, ସେଇ ନବଘନ ପ୍ରଧାନର ଭାଣିଜୀ ସାବି, ସିଏ ପୁରା ସେଇଠି ଅଛି। ଆଉ ଆପଣଙ୍କ କଥା ମନେ ପଡୁଛି କି ଆଜ୍ଞା? ଶେଷକୁ ମଳୟକୁ ମୋଠୁ ଛଡ଼େଇ ନେଲା। ଠିକ ଅଛି, ସିଏ ଆଉ ନୁହେଁ ତ ଆଉ କ'ଣ ଆଜ୍ଞା? ମଳୟକୁ ମୁଁ ପୁଅଠାରୁ ଅଧିକ ସ୍ନେହ ଦେଇଥିଲି। ମୋର ବିଶ୍ୱାସ ଥିଲା ମୋ ଅନ୍ତେ ସେ ସବୁ ସମ୍ଭାଳିବ। କିଏ ଅଛି ଯେ? ବୁଝିଲେ ସାନ୍ତେ, କହିବାକୁ ଜିଭରେ ଉଠୁନି। ସେଇ ଝିଅଟା ପରା ସାନବାବୁଙ୍କୁ କିମିଆ କରିଦେଇଛି। ତୋର ତ ଖାଲି ସବୁବେଳେ ସେଇ କଥା ଆଉ। ହଉ, ଏବେ ତ ବ୍ଲକ ଅଫିସକୁ କାମ କରିବା ପାଇଁ ଟଙ୍କା ଆସିଗଲାଣି। ଏସବୁ ବୁଝାବୁଝି କରିବାକୁ ସେ ଟୋକାଟା ସିନା ଥାନ୍ତା। ମୋର ଏ ବୟସରେ କିଏ ଏତେ ଧାଁ ଦୌଡ଼ କରିବ? ବୁଝିଲେ ଆଜ୍ଞା, ଦନେଇ ତାର କାମ ଠିକ ସମୟରେ କରିଦେଇଛି ଆଜ୍ଞା। ଆଜ୍ଞା, ରଜନୀ ଆଉ ରତନୀ ତାଙ୍କ ବାହାଘର ଆଜ୍ଞା ଆପଣ ଚାହିଁଲେ ହିଁ ହବ। ଏଥର ରଜନୀ, ସରପଞ୍ଚ ରଜନୀ ଆମ ହାତରେ ଆଜ୍ଞା। ବୁଝିଲୁ ମହେନ୍ଦ୍ର,
तो बाट फिटिगला बोली जाने एथर तू खबर तू लागी जा ନାଇଁ ଆଜ୍ଞା ଦେଖନ୍ତୁ ଆଜ୍ଞା ମତେ ଆଉ ତା ଭିତରକୁ ଟାଣନ୍ତୁନି ଆଜ୍ଞା ମୁଁ ପାରିବିନି ଆଜ୍ଞା ଆଜ୍ଞା କାଦୁଅକୁ ଯିବି ନାହିଁ କି ଗୋଡ଼ ବି ଧୋଇବି ତା अच्छा से कथा परे बुझा एबे देख मलय वर्तमान हूँ ଟିକେ ବସିଛୁ ଟିକେ ଆସିଲୁ ରେଡିଆ କ'ଣ ହେଲା କାହିଁ ଡାକୁଛ କ'ଣ କଥା କହୁନୁ ତୁ କହୁନୁ ମୋ ପାଇଁ ଆପଣ ଗାଁ ଛାଡ଼ିଲେ ନିଜ ଦାଦାଙ୍କ ସହିତ ସବୁ ସମ୍ପର୍କ ଛିନ୍ନ କଲେ ସେଥିପାଇଁ ମୁଁ ନିଜକୁ ଅପରାଧୀ ମନେ କରୁଛି ଆପଣ ସେମିତି କାହିଁ ଭାବୁଛନ୍ତି ଆପଣ ତ ଠିକ ଥିଲେ ମୁଁ ହିଁ ଭୁଲ ଥିଲି ଯାହା କଥାବାର୍ତ୍ତା ହବ ସିଧା ସିଧା କଥାବାର୍ତ୍ତା ହବ ନା ମୁଁ ଆସୁଛି ମଣିଷର ବାହାରକୁ ଦେଖି ତା ଭିତରକୁ ଚିହ୍ନି ହୁଏ ନା ନିଜ ଭିତରେ ଛଟପଟ ହଉଥିଲି କେବେ ହେଲେ ଶାନ୍ତି ପାଇନଥାନ୍ତି ଏବେ ଦେଖା ହେଲା ସେତିକି ଯଥେଷ୍ଟ ଆପଣ ପୁଣି ଛାଡ଼ନ୍ତୁ ସେ କଥା ଆଚ୍ଛା ଆପଣଙ୍କର ସେ ଅଧୁରା ସ୍ୱପ୍ନକୁ ଯଦି ସତ କରିବାର ସମୟ ଆସେ ଆପଣ ତାକୁ ଗୋଟେ ନୂଆ ରୂପ ଦେବାର ଚେଷ୍ଟା କରିବେ ତ କ'ଣ ମଳୟ ବାବୁ ସାବିତ୍ରୀ ଦେବୀ ଆପଣମାନଙ୍କର କଥା ସରିଲା ଖାଇ ପିଇବା ହବ ନା ନାଇଁ ହଁ ହଁ ଆପଣମାନେ ହାତ ଧୁଅନ୍ତୁ ମୁଁ ଖାଇବାକୁ ବାଢ଼ି ଦେଉଛି ଆପଣ ଯାହା କୁହନ୍ତୁ ଆଜ୍ଞା ମଳୟ ବାବୁ କିଛି ଭଲ କଲେ ଆଜ୍ଞା ଏଥିରେ ତାଙ୍କର ଲାଭ ହେଇଥାନ୍ତା ହେଲେ ସେ ଏପର୍ଯ୍ୟନ୍ତ ଫେରିଲେନି ମୁଁ ଯାହା କରୁଥିଲି ସବୁ ତାହାରି ଭଲ ପାଇଁ କରୁଥିଲି ଏଗୁଡ଼ା ଯେତେବେଳେ ତାକୁ ଅରୁଚି ହେଲା ତା କଥା ସିଏ ବୁଝିବ ସାନ୍ତେ ମାଛ ଆର ସାହି ପୋଖରୀରେ ମାଛ ଧରା ହେଉଥିଲା ଆମ ସରପଞ୍ଚ ରଜନୀ ବାବୁ ଆପଣଙ୍କ ପାଇଁ ପଠେଇଛନ୍ତି ନା ମୁଁ ଏ ଗାଁ ବାଲାଙ୍କୁ ଛାଡ଼ିବିନି ସେମାନଙ୍କୁ ଏମିତି ଉଚିତ ଶିକ୍ଷା ଦେବି ସେମାନେ ମୋତେ ସବୁଦିନ ପାଇଁ ମନେ ରଖିଦେବେ ଆପଣ ଯେ କ'ଣ କହୁଛନ୍ତି ମୋ ମଗଜରେ କିଛି ପଶୁନି ଏଇ ଯୋଉ ପଦ୍ମ ପୋଖରୀ ଦେଖୁଛ ଏବେ ସିନା ସେଠି ପଦ୍ମ ଫୁଟୁଛି କିନ୍ତୁ ସେ ପୋଖରୀ କି ଜମିଦାର ମୋ ଜେଜେଙ୍କ ନାଁରେ ହାତ ପଟା କରିଦେଇଥିଲେ ଗାଁ ବାଲା ସେଇ ପୋଖରୀ ପାଇଁ ଚଳି ଯାଉଛନ୍ତି ବଡ଼ ମହତ କାମ ଆରେ ଯା ଯା ଧର୍ମ କାମ ବହୁତ ହେଇଗଲା ମୁଁ ସେ ପୋଖରୀରେ ମାଛ ଚାଷ କରିବି ତମେ ତ ଶଙ୍କର ବଳିଆର ସିଂଙ୍କୁ ଜାଣିଛ ସେ କାଉଁରିଆ କାଠି ଭାଙ୍ଗିଯିବ ପଛକେ ନଇଁବନି ଗାଁ ବାଲା ବଡ଼ ହଇରାଣ ହୋଇଯିବେ ସାନ୍ତେ ଆରେ ଗାଁ ବାଲା ହଇରାଣ ହେଇଗଲେ ମୋର କ'ଣ କଲା ଏଇ 5 ଦିନ ଭିତରେ ମୁଁ ସେ ପୋଖରୀକି ଦଖଲ କରିବି ଦନେଇ ତୁ ଡେଙ୍ଗୁରା ବାଲାକୁ ଖବର ଦେ ଶୁଣ ଶୁଣ ଶୁଣ
ଏ ଗାଁର ପଦ୍ମ ପୋଖରୀ ସାନ୍ତେ ଶଙ୍କର ବଳିଆର ସିଂଙ୍କର ସାନ୍ତେ ଏ ଗାଁର ଲୋକମାନଙ୍କୁ ବ୍ୟବହାର କରିବା ପାଇଁ ଅଧିକାର ଦେଇଥିଲେ। ଏବେ ସାନ୍ତେ ସେ ପୋଖରୀରେ ମାଛ ଚାଷ କରିବାକୁ ଚାହୁଁଛନ୍ତି। ଏବେ ସର୍ବସାଧାରଣ ମାନଙ୍କୁ ଜଣାଇ ଦିଆଯାଉଛି କି ସେହି ପୋଖରୀକୁ କେହି ବ୍ୟବହାର କରିପାରିବେ ନାହିଁ। ହେଲେ ପୋଖରୀ ତ ଆମ ଜୀବନ, ସାନ୍ତଙ୍କୁ ଏ ମନ୍ଦ ବୁଦ୍ଧି ଦେଲା କିଏ? ଏ ଶାନ୍ତି ଯାହା କଲେଣି ଏ ଗାଁରେ ଆଉ ରହି ହବନି। ରଜନୀ ଆସୁ, ତା ସାଥିରେ କିଛି ଗୋଟେ କଥାବାର୍ତ୍ତା କରି କଣ କରିବା ନା ଏମିତି ସବୁ ବ୍ୟସ୍ତ ହେଇଗଲେ କଣ ଚଳିବ? ଭାବିଥିଲେ କଣ କରିଥାନ୍ତା, ସେ ରହିଲା ଭୁବନେଶ୍ୱରରେ। ସେ ଝିଅ ପିଲାଟା, ସେ ବା କଣ କରିବ? ସେ ଝିଅ ପିଲାଟା ସତ, ହେଲେ ବୁଦ୍ଧିରେ ତାକୁ କେହି ପାରିବେନି। ସାବି ଯଦି ବଳିଆ ସିଂ ସେ ପୋଖରୀକି ଦଖଲ କରିନିଏ ତାହେଲେ ଗାଁ ଲୋକ ବହୁତ ହଇରାଣ ହେବେ। ସତରେ ଗାଁ ଲୋକମାନେ ବେଚାରା କୁଆଡେ ଯିବେ? ହେଲେ ସେ ପୋଖରୀଟା ତ ଗାଁ ଲୋକଙ୍କର ନା? ମୁଁ ଯେତିକି ଜାଣିଛି ସେ ପଦ୍ମ ପୋଖରୀଟାକୁ ପୂର୍ବ ଜମିଦାର ମୋ ଜେଜେଙ୍କ ନାଁରେ ହାତପଟା କରିଦେଇଥିଲେ। ହାତପଟା? ହଁ। ଆଜ୍ଞା ଆଉ କିଛି କହିବାର ଅଛି? ଗଲା ତ ମୋର ସବୁ ଦୁଃଖ ଗଲା। ତମରି ପାଇଁ ଏ ମାଛ ଚାଷ କରୁଛି। ନାଇଁ 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 ସାନ୍ତେ ମାଛ ବଡ ବଡ କରିବେ ତ? ଇଏ ସାନ୍ତେ ଆପଣ ରୋହି ଭାକୁର ଚାଷ କରୁନାହାନ୍ତି? କରିବି ତ। ହେଲେ ସାନ୍ତେ ଗୋଟେ କଥା, କଣ? ପୋଖରୀ ଜଗେଇବାକୁ ଦନେଇକୁ ଦେବେନି। ସାନ୍ତେ ମାଛ ଚାଷ କରିବେ, ତାକୁ ପୁଣି ଜଗିବ ଦନେଇ। କାମ କିଛି ନ ହଉଣୁ ୟାଙ୍କର ଆରମ୍ଭ ହେଇଗଲା ମାଛ ଖାଇବା କଥା। ଇଏ ଚାଷ ନ ହଣୁ ଖାଇବା ଠିକ। କାହାର ପୁଷ ମାସୁ ତ କାହାର ସର୍ବନାଶ। ଇଏ ହେଲା ସର୍ବନାଶ, ହେଲେ ଗାଁ ବାଲାଙ୍କର ନୁହଁ, ଆପଣଙ୍କର। ଏଇଟା କଣ? ଏ ପଦ୍ମ ପୋଖରୀ ଗାଁ ବାଲାଙ୍କର, ଆପଣଙ୍କର ନୁହେଁ। ଆପଣ ଗୋଟେ ବେନାମୀ ପଟା କରିଥିଲେ, ଯୋଉଟା କି ତହସିଲ ଅଫିସରେ ରଦ୍ଦ ହେଇଯାଇଛି। ଆପଣଙ୍କ ପାଇଁ ଗୋଟେ ନକଲ ନେଇ ଆସିଛି, ଦେଖନ୍ତୁ। ବେନାମୀ? ଇଏ କଣ କରୁଛନ୍ତି? କଣ କରୁଛି? ଏଇ ଦେଖ।
मौसा आ भय करिबार किछि नाही मलय बाबू को होश आसीगलानी से खूब शीघ्र भल हो जिवे आपण को चिंता करिबा दरकार नाही मते तो क्षमा कर दे मां मु दोषी मु चली जाउची बरं जेल रे नाही मौसा आपण ए गाँ रे रहिबे रतनी रजनी अब ए गाँ रे समस्त को आपण बाट देखेबे मु ए गाँ रो झियो नुह बरं मु एठू चली जाउची नाई मां तू आ मते लज्जित करनी मोर जमी बाड़ी सब गाँ लोक को नाम लिखि देछि हेले तते मोर गोटे अनुरोध ये बुढ़ा बापर मागुन टिके रखिबुनि मां देख मलय मोर पुओ नहले भी पुओठ बड़ी मु ताकू अबाट को नहीं जाइली हेले एबे से ठीक बात खसी जाइए हेले तू ता हाथ धरी चला पथरे आगे नबू ये खाली मोर बागुनी तो बुढ़ा बापाटा ये अनुरोध तू रखी मां चला पथ